ସମସ୍ତଙ୍କୁ ମୁଁ ଖ୍ରୀଷ୍ଟ ପ୍ରେମରେ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଇ ମୁଁ ନହ କରାଡ଼ ପ୍ରଭୁଙ୍କ ଲୋକମାନେ ଆଜି ଆପଣମାନଙ୍କ ନିକଟରେ ଏକ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଏବଂ ଆଧ୍ୟାତ୍ମିକ ଜୀବନର ଅତି ଆବଶ୍ୟକ ବିଷୟ ଯାହା ପ୍ରାର୍ଥନା ବିଷୟରେ ଆପଣମାନଙ୍କୁ କିଛି କହିବାକୁ ଚାହେଁ। ପ୍ରଭୁଙ୍କ ଲୋକମାନେ ପ୍ରାର୍ଥନା ହେଉଛି ଆମମାନଙ୍କର ଜୀବନର କ'ଣ ନା ଖ୍ରୀଷ୍ଟିଆନ ଜୀବନର ଏକ ମରୁଭୂମି ସଦୃଶ୍ୟ। କାରଣ ପ୍ରାର୍ଥନାରେ ଶକ୍ତି ଅଛି। ଯେତେ ଆମେ ପ୍ରାର୍ଥନା କରୁ ପ୍ରତିଦିନ ସେତେ ଆମମାନଙ୍କର ଜୀବନର ଶକ୍ତି କ'ଣ ହୁଏ ପ୍ରକାଶିତ ହୋଇଥାଏ। ଈଶ୍ୱରଙ୍କର ଶକ୍ତି ଆମମାନଙ୍କର ଜୀବନରେ ପ୍ରକାଶିତ ହୁଏ। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ ଯେ ପ୍ରାର୍ଥନା ଆମେ କରିବା କିନ୍ତୁ କିପରି କରିବା ଉଚିତ ଆମେ ଏହାକୁ ମଧ୍ୟ ଆମେ ଜାଣିବା ଆବଶ୍ୟକ ଅଛି। ତେଣୁ ମୁଁ ଆପଣମାନଙ୍କୁ ଅଳ୍ପ ସମୟ ଭିତରେ ଅନେକ ପ୍ରାର୍ଥନା କରିବାର ଶୈଳୀ ମୁଁ ଜଣାଇବାକୁ ଚାହେଁ ଯାହା ଆମମାନଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକ ଏବଂ ଖ୍ରୀଷ୍ଟିଆନ ଜୀବନର ଆବଶ୍ୟକ ଅଛି। ଆମେ ଯଦି ଦେଖିବା ତେବେ ବାଇବେଲରେ ଅନେକ ବିଶ୍ୱାସର ଯୋଦ୍ଧାମାନେ ଅଛନ୍ତି। ସମସ୍ତେ କ'ଣ କରିଛନ୍ତି ନା ପ୍ରାର୍ଥନାରେ ସେମାନେ ବଳବାନ ହେଇଛନ୍ତି, ପ୍ରାର୍ଥନାରେ ସେମାନେ ଯୋଦ୍ଧା ହେଇଛନ୍ତି। ଆଉ ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କ ଆମେ କ'ଣ କରୁ ନା କଥାବାର୍ତ୍ତା କରୁ। ପ୍ରାର୍ଥନା ଦ୍ୱାରା କ'ଣ କରୁ ନା ସମସ୍ତ ଆଉ ଆମମାନଙ୍କର ଅସମ୍ଭବ ବିଷୟ ପରମେଶ୍ୱର ସମ୍ଭବ କରନ୍ତି। ତେଣୁ ଆସନ୍ତୁ ପ୍ରାର୍ଥନା କିପରି କରିବା ଉଚିତ ସେ ବିଷୟରେ ଆମେମାନେ ଆଲୋଚନା କରୁଥିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଯେତେବେଳେ ପ୍ରାର୍ଥନା କରୁଛୁ କେବଳ ପିତାଙ୍କ ନିକଟରେ ଆମମାନଙ୍କର ପ୍ରାର୍ଥନା ହେବା ଆବଶ୍ୟକ ଅଛି। ପିତାଙ୍କ ନିକଟରେ ସେଥିପାଇଁ ଯୀଶୁଖ୍ରୀଷ୍ଟ ପ୍ରାର୍ଥନା ଯେତେବେଳେ ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ ସେମାନଙ୍କୁ ଆରମ୍ଭରୁ ସେମାନଙ୍କୁ ଶିକ୍ଷା ଦେଲେ ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା। ପ୍ରଭୁଙ୍କ ଲୋକମାନେ ମାଥ୍ୟୁ 6 ଏବଂ 9 ଏବଂ ଏଫେସିୟ 6 ଏବଂ 14 ପଦରେ ଯଦି ଆମେ ପଢ଼ିବା ତେବେ ଅତି ସ୍ପଷ୍ଟ ଭାବେ ଜାଣିପାରିବା ଯେ ଆମେ ପିତାଙ୍କ ନିକଟରେ ପ୍ରାର୍ଥନା ଆବଶ୍ୟକ ଅଛି। ଦ୍ୱିତୀୟରେ ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା କରିବା। କାରଣ ଯୀଶୁଙ୍କ ନାମରେ ସାମର୍ଥ୍ୟ ଅଛି, ଯୀଶୁଙ୍କ ନାମରେ ଶକ୍ତି ଅଛି। ଆଉ ନିଜେ ଯୀଶୁଖ୍ରୀଷ୍ଟ ଜହନ 16:23 କ'ଣ କରିଛନ୍ତି ନିଜେ ସେ ଅନୁମତି ଦେଇଛନ୍ତି, ଆଦେଶ ଦେଇଛନ୍ତି ଯେ ଆମେ ଯୀଶୁଙ୍କ ନାମରେ ଦାବି କରି ପ୍ରାର୍ଥନା କରିପାରିବା। ଏଭଳି 7:25 ମଧ୍ୟ ଆମେ ପଢ଼ିଲେ ଆମେ ଯୀଶୁଙ୍କ ନାମ ଆମେ ପ୍ରାର୍ଥନା କରିବା ଉଚିତ ଏ ବିଷୟ ଆମେ ଦେଖୁଥିବା। ତେବେ ପ୍ରାର୍ଥନା ଦ୍ୱିତୀୟ ନମ୍ବର ବିଷୟ ଯେ ପବିତ୍ର ଆତ୍ମାରେ ପ୍ରାର୍ଥନା କରିବା ଜିହୁଦା 1:20 ଏବଂ ଚତୁର୍ଥ ନମ୍ବର ବିଷୟ ବିଶ୍ୱାସର ସହ ପ୍ରାର୍ଥନା କରିବା। ବିଶ୍ୱାସ ଆବଶ୍ୟକ ଅଛି। ପ୍ରଭୁଙ୍କ ଲୋକମାନେ ବିଶ୍ୱାସ ହେଉଛି କ'ଣ ଆମମାନଙ୍କର ମୂଳ ଚାବିକାଠି। ବିଶ୍ୱାସ ଯଦି ନାହିଁ, ବିଶ୍ୱାସର ସହିତ ଯଦି ପ୍ରାର୍ଥନା କରୁନା ତେବେ ଆମେ କୌଣସି ବିଷୟକୁ ପ୍ରାପ୍ତ କରିପାରିବା ନାହିଁ। ବିଶ୍ୱାସର ସହ ପ୍ରାର୍ଥନା କରିବା। ଏଭଳି 11:6 ଆମେ ପଢ଼ୁଥିବା ସାହସର ସହ ପ୍ରାର୍ଥନା କରିବା। ସାହସର ସହିତ କାରଣ ଏଭଳି 4:15-16 ଆମେ ଦେଖୁଛୁ ଯେ ସାହସର ସହିତ ପରମେଶ୍ୱରଙ୍କ ନିକଟକୁ ଯାଇପାରିବା ଆମେ। ସେ ସାହସ ଦେଇଛନ୍ତି କାରଣ କାହିଁକି ଯୀଶୁଖ୍ରୀଷ୍ଟଙ୍କର ବଳିଦାନ ସକାଶୁ, ଯୀଶୁଖ୍ରୀଷ୍ଟଙ୍କର କୃଷି ବଳିଦାନ ସକାଶୁ ଆମମାନେ କ'ଣ ପାଇଛୁ? ଆମେ ସାହସ ପାଇଛୁ ପିତାଙ୍କ ନିକଟକୁ ଯିବା ପାଇଁ। ତେବେ 6 ନମ୍ବର ବିଷୟ ଯେ ପ୍ରତିଜ୍ଞା ଗୁଡ଼ିକ ଦାବି କରି ଆମେ ପ୍ରାର୍ଥନା କରିପାରିବା। ଈଶ୍ୱର ଆମମାନଙ୍କ ବାଇବେଲରେ ଭରପୁର କ'ଣ ଦେଇଛନ୍ତି? ତାଙ୍କର ପ୍ରତିଜ୍ଞା ଦେଇଛନ୍ତି। ତ ଜେରେମିୟା 33:3 ଏବଂ ନମ୍ର ଚିତ୍ତରେ ପ୍ରାର୍ଥନା କରିବା। ନମ୍ର ଭାବେ କ'ଣ ନା ପ୍ରାର୍ଥନା କରିବା। ଯେତେବେଳେ ଜଣେ ମନୁଷ୍ୟ ନମ୍ର ହିଁ ପ୍ରାର୍ଥନା କଲେ ସେତେବେଳେ କ'ଣ ହୁଏ ନା ପରମେଶ୍ୱର ତାଙ୍କୁ ଗ୍ରହଣ କରନ୍ତି। ନମ୍ର ସହିତ ପ୍ରାର୍ଥନା କରିବା। ତେବେ 8 ନମ୍ବର ବିଷୟ ଯେ ପାପ ସ୍ୱୀକାର ଓ ଅନୁତାପ ସହ ପ୍ରାର୍ଥନା କରିବା। ପାପ ସ୍ୱୀକାର ଓ ଅନୁତାପ ସହ ପ୍ରାର୍ଥନା କରିବା। ଯାକୋବ 5:16 କ୍ଷମା ହୃଦୟର ସହ ପ୍ରାର୍ଥନା କରିବା। ମାଥ୍ୟୁ 6:12 ଏବଂ ଈଶ୍ୱରଙ୍କ ବାକ୍ୟ ଅନୁସାରେ ପ୍ରାର୍ଥନା କରିବା। ଈଶ୍ୱର କ'ଣ କହୁଛି ସେ ଅନୁସାରେ ଆମେ ପ୍ରାର୍ଥନା କରିବା। ହିତୋପଦେଶ 28:9 ଏବଂ ଈଶ୍ୱରଙ୍କ ଅଭିମତ ଅନୁସାରେ ପ୍ରାର୍ଥନା କରିବା। ଯେ ଈଶ୍ୱରଙ୍କର ଇଚ୍ଛା କ'ଣ ସେ ଅନୁସାରେ ଆମେ ପ୍ରାର୍ଥନା କରିବା। ମାର୍କ 1:40 ଏବଂ 40 ନିଃସ୍ୱାର୍ଥ ଭାବେ ପ୍ରାର୍ଥନା କରିବା। ଆୟୁବ 42:10 ନିର୍ଦ୍ଦିଷ୍ଟ ଭାବେ ପ୍ରାର୍ଥନା କରିବା। ମାଥ୍ୟୁ 20:30, 31, 32, 33 ଏବଂ 34 ପଢ଼ୁଥିବା ଉପବାସ ସହ ପ୍ରାର୍ଥନା କରିବା। ଏବଂ ଏହା ଦେଖୁନ୍ ମାଥ୍ୟୁ 17:21 ଲୋତକ ସହ ପ୍ରାର୍ଥନା କରିବା। ଅଶ୍ରୁ ଢାଳି ଆମମାନଙ୍କର ଆଖିରେ ଲୁହ ଢାଳି ଆମେ ପ୍ରାର୍ଥନା କରିବା। ବିଳାପ 2:18 ଏବଂ 19 ବୋଝଗ୍ରସ୍ତ ହିଁ ପ୍ରାର୍ଥନା କରିବା। ବୋଝଗ୍ରସ୍ତ ଅର୍ଥାତ୍ ଯେ ଅନେକ ବିଷୟ ଅଛି ଯେଉଁଟାକି ଆମମାନେ ନିହାତି ଚିନ୍ତା କରିବା ଆବଶ୍ୟକ ଅଛି। ଚିନ୍ତାର ଅର୍ଥ ଆମେ ତାକୁ ବୋଝଗ୍ରସ୍ତ ହେଇକି ଗୋଟେ କର୍ତ୍ତବ୍ୟ ହିସାବରେ ଆମେ ପ୍ରାର୍ଥନା କରିବା ଆବଶ୍ୟକ ଅଛି। ମାଥ୍ୟୁ 36, 37 ଏବଂ 38 ପଢ଼ୁଥିବା ଯେ ସୁସମାଚାର ନିମନ୍ତେ ଅନେକ ଆମମାନଙ୍କୁ କ'ଣ ଆବଶ୍ୟକ ଅଛି ନା ପ୍ରଚାର କରିବା ଆବଶ୍ୟକ ଅଛି। ତେଣୁ ସୁସମାଚାର ପ୍ରଚାରକ ବିନା କେହି ପରିତ୍ରାଣ
ବୁଝିପାରିବେନି। ତେଣୁକରି ଆମେ ସେଥି ନିମନ୍ତେ ଭୋଜଗ୍ରସ୍ତ ପ୍ରାର୍ଥନା କରିବା, ପ୍ରାଣପଣ କରି ପ୍ରାର୍ଥନା କରିବା। ଏବଂ ଏହା କଲସିୟ 4:12 ଆମେ ଦେଖୁଥିବା ଏକାକୀ ପ୍ରାର୍ଥନା କରିବା। ଲୁକ 9:18 ଯୀଶୁଖ୍ରୀଷ୍ଟ ନିଜେ ଏକାକୀ ଯାଇ ପ୍ରତିଦିନ ପ୍ରାର୍ଥନା କରୁଥିଲେ ପ୍ରଭୁଙ୍କ ଲୋକମାନେ, ଏବଂ ଗୁପ୍ତ ସ୍ଥାନରେ ରହି ଆମେ ପ୍ରାର୍ଥନା କରିବା। ମାଥ୍ୟୁ 6:6 ମିଳିତ ହୋଇ ଆମେ ପ୍ରାର୍ଥନା କରିବା। ଦାନିଏଲ 2:17 ଏବଂ 18 ଏକ ମନା ହୋଇ ଆମେ ପ୍ରାର୍ଥନା କରିବା। ଏକ ମନା ଆହ୍ୱାନକର ମନ ଏକ ହେବା ଆବଶ୍ୟକ ଅଛି। ପିତାଙ୍କଠାରେ, ପୁତ୍ରଙ୍କଠାରେ, ପବିତ୍ରାତ୍ମାଙ୍କଠାରେ, ତାଙ୍କର ଭାଗ୍ୟରେ ଏକ ମନା ହୋଇ ଆମେ ପ୍ରାର୍ଥନା କରିବା ଆବଶ୍ୟକ ଅଛି। ଏବଂ ମନେ ମନେ ଆମେ ପ୍ରାର୍ଥନା କରିବା। ପ୍ରଥମ ସାମୁଏଲ 1:13 ଏବଂ ଉଚ୍ଚସ୍ୱରରେ ପ୍ରାର୍ଥନା କରିବା। ଉଚ୍ଚସ୍ୱରରେ ପ୍ରାର୍ଥନା କରିବା। ପ୍ରେରିତ 4:24 ଆମେ ଯଦି ଦେଖିବା ଆମେ ସେ ବିଷୟ ଜାଣୁ। ଏବଂ ସମୟ ନିର୍ଦ୍ଧାରିତ କରି ପ୍ରାର୍ଥନା କରିବା। ଦାନିଏଲ 6:10 ପଦରେ ଆମେ ଦେଖୁଛୁ ଜାଗି ରହି ପ୍ରାର୍ଥନା କରିବା। ମାଥ୍ୟୁ 26:41 ଜାଗି ରହି ଆମେ ପ୍ରସ୍ତୁତ, ଜାଗି ରହିକି ଆମେ ପ୍ରାର୍ଥନା କରିବା। ଆନନ୍ଦର ସହକାରେ ଆମେ ପ୍ରାର୍ଥନା କରିବା। ଗୀତ 100:2 ପଦ, ଜହନ 16:24 ପଦ, ପ୍ରଶଂସା ଓ ଧନ୍ୟବାଦର ସମୟ ପ୍ରାର୍ଥନା କରିବା। ଫିଲିପି 4:6, କଲସ୍ୟ 4:2 ଏବଂ ନିଜକୁ ସମର୍ପଣ କରି ପ୍ରାର୍ଥନା କରିବା। ଲୁକ 22:42 ଲୋକମାନେ ଆପଣଙ୍କୁ ପରମେଶ୍ୱର ଏହି ସୁଯୋଗ ଦେଇଛନ୍ତି ତାଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ। କାରଣ ପ୍ରାର୍ଥନାର ଶକ୍ତି ଅଛି, ସାମର୍ଥ୍ୟ ଅଛି। ଏହି ଅଳଭାଗ୍ୟ ଦ୍ୱାରା ପ୍ରଭୁ ସମସ୍ତଙ୍କୁ